ସମସ୍ତେ ଭଲ ଅଛ ନା? ଖାଇକି ଆସିଛ ନା ଘରେ? ତ ଆମେ ଆଜି କଣ ଜାଣିବା? ଠେକୁଆ ଓ କଇଁଚଙ୍କର ହେଲା। ଠେକୁଆ ଓ କଇଁଚ ମଧ୍ୟରେ ଗପ ଶୁଣିବା। କଣ ଶୁଣିବା? କଇଁଚ ଓ ଠେକୁଆ ହେଲା। କଣ? କଇଁଚ ଠେକୁଆ ଦୁହେଁ ସାଙ୍ଗ ହୋଇ ଖେଳନ୍ତି ହେଲା। କଇଁଚ ଓ ଠେକୁଆ ଦୁହେଁ ସାଙ୍ଗ ହେଇକି ଖେଳନ୍ତି। ଦିନେ ଠେକୁଆ କହିଲା, ସଙ୍ଗାତ ଆଜି ଆମେ ଦୌଡ଼ି ଦୌଡ଼ି ଖେଳ ଖେଳିବା। କଣ କହିଲା? ଠେକୁଆ କହିଲା କଇଁଚକୁ, ତୋ ସାଙ୍ଗ ଆମେ ଆଜି ଦୌଡ଼ି ଦୌଡ଼ି ଖେଳ ଖେଳିବା। କଣ କହିଲା? ଆଗରେ ତାଳ ଗଛ ଦେଖାଯାଉଅଛି। ତାଙ୍କେ ଦୌଡ଼ି ଦୌଡ଼ି ଖେଳିବା କହିବାରୁ ତା ସାମ୍ନାରେ ମାନେ ତା ଆଗରେ ଗୋଟେ ତାଳ ଗଛଟିଏ ଥିଲା ହେଲା। ତାକୁ ଯିଏ ଆଗକୁ ଛୁଇଁବ ସେ ଜିତିବ। କଣ କହିଲେ ଠେକୁଆ? କଣ କହିଲା କଇଁଚକୁ? ଆଗରେ ଗୋଟେ ତାଳ ଗଛ ଅଛି, ତ ସେ ତାଳ ଗଛକୁ ଯିଏ ଦୌଡ଼ି ଦୌଡ଼ି ପ୍ରଥମେ ଛୁଇଁବ ସିଏ ଦୌଡ଼ରେ ଜିତିବ ବୋଲି କହିଲା। ମାନେ ସିଏ ପ୍ରଥମେ ହବ ବୋଲି କହିଲା ହେଲା। କଇଁଚ ଧୀରେ ଧୀରେ ଚାଲୁଥିବାର ଠେକୁଆ ମନେ ମନେ ହସୁଥାଏ। କଣ? କଇଁଚ କଣ ନା ଧୀରେ ଧୀରେ ଚାଲୁଛି, ଠେକୁଆ କଣ ଜଲ୍ଦି ଜଲ୍ଦି ଚାଲୁଛି। ତ କଇଁଚର ଦୌଡ଼ି ଦୌଡ଼ି ଯିବାର ଠେକୁଆ ଦେଖିକି ହସୁଥାଏ ହେଲା। ସେ ଧୀରେ ଧୀରେ ଯାଉଛି, କଇଁଚ